ମୁଁ ଆରୋହଣର ପରିଚାଳନା ସମ୍ପାଦକ ଶ୍ରୀ ପିୟୁଷ ରଞ୍ଜନ ପରିଡ଼ା। ଆରୋହଣର 34ତମ ନିଖିଳ ଉତ୍କଳ ନାଟକ ଉତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟା। ଆଜି ସନ୍ଧ୍ୟାର ନାଟକ ମହିଳା ଯୋଗ କେନ୍ଦ୍ର ଭାରତୀୟ ଯୋଗ ସଂସ୍ଥାନ ଭୁବନେଶ୍ୱର ୟୁନିଟ୍ 9 ଦ୍ୱାରା ପରିବେଷିତ ହେବ। ତାର ନାଟକ ରଚନା କରିଛନ୍ତି ଶ୍ରୀ ପିୟୁଷ ରଞ୍ଜନ ପରିଡ଼ା, ମୁଁ ନିଜେ, ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଆରୋହଣର ସମ୍ପାଦକ ଇଞ୍ଜିନିୟର ପ୍ରୀତି ରଞ୍ଜନ ମିଶ୍ର। ନାଟକଟି ହେଲା ଇତି ରମ୍ଭା ହରଣ ସମ୍ବାଦ। ଆଉ ପୂର୍ବ ଦିନ ଆମର ତ ନାଟକ ଲାବଣ୍ୟବତୀ ପରିବେଷିତ ହୋଇସାରିଛି, ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ଉପରେ ଆଧାରିତ, ଏବଂ ତାର ନାଟ୍ୟ ରୂପ ଦେଇଛନ୍ତି ଡାକ୍ତର ଶୈଳେଶ୍ୱର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଥିଲେ ଇଞ୍ଜିନିୟର ପ୍ରୀତି ରଞ୍ଜନ ମିଶ୍ର। ଇତି ରମ୍ଭା ହରଣ ସମ୍ବାଦ ତା ଭିତରେ ତାକୁ ଟିକେ ଲୋକମାନଙ୍କ ମନରେ ପ୍ରହେଳିକା ସୃଷ୍ଟି କରିବା ପାଇଁ ସେଟା ଚେଷ୍ଟା କରିଛି। କାରଣ ରମ୍ଭା ଅର୍ଥ ସ୍ତ୍ରୀ, ରମ୍ଭା ଅର୍ଥ କଦଳୀ। ତେଣୁ କଦଳୀ କାନ୍ଦି ଚୋରି ଉପରେ ପର୍ଯ୍ୟବେସିତ ନାଟକକୁ ମୁଁ ତାକୁ ଗୋଟେ ସାଟାରିକାଲି ତା ନାଁ ଦେଇଛି ଇତି ରମ୍ଭା ହରଣ ସମ୍ବାଦ। ଏହା ଏକ ହାସ୍ୟରସାତ୍ମକ ନାଟକ ଏବଂ ସମ୍ପୂର୍ଣ୍ଣ ଭାବରେ ମହିଳା ମାନଙ୍କ ଦ୍ୱାରା ଏ ନାଟକ ଅଭିନୀତ ହେବ। ତେଣୁ ଏ ନିଶ୍ଚିତ ଭାବରେ ଲୋକଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ଏବଂ ଆନନ୍ଦିତ କରିବ। ଆଜି ଯାହାକୁ ଦିଆଯାଉଛି ସେ ହେଲେ ବିଶିଷ୍ଟ ସାହିତ୍ୟିକ, ତାର ନିର୍ଦ୍ଦେଶକ, କାରଣ ହଉଛି ନାଟ୍ୟକାର ତାର କାରଣ ହଉଛି ଡକ୍ଟର ଯୋଉଠି ଈଶ୍ୱର ମହାନ୍ତି, ଓଡ଼ିଆ ସଂସ୍କୃତିର ଯାହା ବାସ୍ନା ଅନୁରୋଧ ରହିଛି, କରିବି ଓଡ଼ିଆ ସାହିତ୍ୟ ଦେଶବାସୀଙ୍କୁ ରହିଛି, ଅନୁରୋଧ କରିବି ସେଠି ତାଙ୍କ ନିଶ୍ଚିତ ସମର୍ଥନ ଭାବରେ କରିବେ। ଆମର ଓଡ଼ିଆ ମାନେ ତାକୁ ନାଟକଟି ଭଲ ପାଇବେ। ଗୋଟିଏ ଦେଢ଼ କିନ୍ତୁ ଘଣ୍ଟା ବାହାରୁ ମାଗି ଆଣିଥିବା ବା ବାହାର କୌଣସି ଭାଷାର ଅନୁଦିତ ଡାକ୍ତର ନାଟକ ଶୈଳେଶ୍ୱର ଗୁଡ଼ିକୁ ନନ୍ଦ ଏଠି ଆଣି ପରିବେଷିତ କରିବା ଏବଂ ଦ୍ୱାରା ଓଡ଼ିଆ ସଂସ୍କୃତି ଆରୋହଣର ସହିତ ମେଳ ଖାଉନାହିଁ ସମ୍ପାଦକ କି ଭାଷା ସହିତ ମେଳ ଖାଉନି, ଯାହା ଫଳରେ ନାଟକ ଲୋକଙ୍କ ଦ୍ୱାରା ଆଦୃତ ହୁଏ। ତେଣୁ ଆରୋହଣ ସର୍ବଦା ଚେଷ୍ଟା କରିଛି ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟକୁ ଆଉ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେବା। ଆଜି ନାଟକରେ 12 ଜଣ ଆମର ମହିଳା ଅଭିନୟ କରିଛନ୍ତି। ଏ ସମସ୍ତେ ହେଉଛନ୍ତି ଗୃହିଣୀ। ଏମାନେ ପେଶାଦାର କଳାକାର ନୁହନ୍ତି। ଏମାନଙ୍କର ଗୋଟେ ଯୋଗ କେନ୍ଦ୍ର ଅଛି। ସେଇ ଯୋଗ କେନ୍ଦ୍ରର ମହିଳାମାନେ ଏ ନାଟକକୁ ପରିବେଷଣ କରିଛନ୍ତି ଏବଂ ତାଙ୍କ ସହିତ ତାଙ୍କର ଝିଅମାନେ, ତାଙ୍କ ପଡ଼ୋଶୀର ଝିଅମାନେ ବି ତାଙ୍କ ସହିତ ସହଯୋଗ କରିଛନ୍ତି। ତେଣୁ ଆଜି ଲୋକମାନେ ଏହାକୁ ନିଶ୍ଚିତ ଭାବରେ ଉପଭୋଗ କରିବେ ଏବଂ ତାଙ୍କୁ ଅନୁରୋଧ କରି ଦର୍ଶକମାନଙ୍କୁ ଏହାକୁ ଉପଭୋଗ କରନ୍ତୁ ଏବଂ ଦେଖନ୍ତୁ ଏବଂ ନାଟକ ବିଷୟରେ ମୋତେ ଉତ୍ସାହିତ କରନ୍ତୁ। ସମାଜରେ ନିଶ୍ଚିତ ଭାବରେ ପ୍ରଭାବ ପଡ଼ିବ, କାରଣ ମୋର ଯେତେକ ନାଟକ ମୁଁ ଲେଖିଛି ସବୁବେଳେ ସଂସ୍କାରମୂଳକ ନାଟକ ଲେଖିଛି। ଆଜି ଏ ନାଟକରେ ଅଛି ଯେ ବହୁ ସମୟରେ ସାଧାରଣ ଘଟଣାକୁ ଗୁରୁତ୍ୱ ଦିଆଯାଉଛି, କିନ୍ତୁ ଗୁରୁତର ଘଟଣାକୁ ସାଧାରଣ କରିଦିଆଯାଉଛି, ଯାହା ଫଳରେ ପ୍ରକୃତ ଘଟଣାଟା ଲୋକଲୋଚନ ଭିତରକୁ ଆସିପାରୁନି। ଲୋକମାନେ ଭୁଲି ଯାଉଛନ୍ତି ବା ଲୋକମାନେ ସେଠି ଅସୁବିଧାରେ ପଡୁଛନ୍ତି। କିନ୍ତୁ ଛୋଟିଆ ଛୋଟିଆ ଘଟଣାରେ ଲୋକମାନଙ୍କୁ ହଇରାଣ ହେବାକୁ ପଡୁଛି। ପର୍ଟିକୁଲାରଲି ମାନେ ପୋଲିସ ମାନେ ଏ କ୍ଷେତ୍ରରେ ବେଶୀ ଅସୁବିଧା ଭୋଗ କରୁଛନ୍ତି। ତାଙ୍କରି ପୋଲିସ ମାନଙ୍କର ଭୂମିକାକୁ ନେଇ ମୁଁ ଏ ନାଟକକୁ ଲେଖିଛି। ଏହା ଏକ ହାସ୍ୟରସାତ୍ମକ ନାଟକ। ଏହା ନିଶ୍ଚିତ ଭାବରେ ସମାଜ ଉପରେ ପ୍ରଭାବ ପକେଇବ। ଲୋକମାନେ ତାକୁ ନିଶ୍ଚିତ ଭାବରେ ଗ୍ରହଣ ନା, ଏଥିରେ ପୁରୁଷ ନାହାନ୍ତି। ସବୁ ଝିଅ ମାନେ ହିଁ ବା ମହିଳା ମାନେ ତାକୁ ଏଥିରେ ଭୂମିକା ରହିଛି। କିନ୍ତୁ ନାଟକଟି ଜଣା ପଡିବନି କେବଳ ମହିଳା ମାନେ, ସେଥିରେ ପୁରୁଷ ଭୂମିକା ବି ରହିଛି, କିନ୍ତୁ ଯୋଉଗୁଡାକ ବାହାରେ ରହିଛି, ପ୍ରଚ୍ଛଦରେ ରହିଛି। ହଁ, ଆଗାମୀ ନାଟକ ମୋର ଗୋପାଳ ଚନ୍ଦ୍ର ପ୍ରହ୍ଲାଦଙ୍କ ଉପରେ ଗୋଟେ ନାଟକ ଲେଖୁଛି। ଆମର ଯିଏକି ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖିଛନ୍ତି, ତାପରେ ନାଟକ ଲେଖିଛି। ଆଉ ମଧ୍ୟ କିଛି ନାଟକ ପ୍ରସ୍ତୁତି ଅଛି। ଦ୍ୱାରା ପ୍ରସ୍ତୁତ। ଆଜି ଗେଷ୍ଟ ଭାବରେ ଆସିଛନ୍ତି ବିଶିଷ୍ଟ ସାହିତ୍ୟିକ, ଅତିବଡି ପୁରସ୍କାର ପ୍ରାପ୍ତ, କେନ୍ଦ୍ର ସାହିତ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ, ଶାରଳା ପୁରସ୍କାର ପ୍ରାପ୍ତ ବର୍ଷିୟାନ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏବଂ ଅନ୍ୟତମ ଅତିଥି ଭାବରେ ଅଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ଭୂତା। ସେ ମଧ୍ୟ ଜଣେ ବିଶିଷ୍ଟ ସାହିତ୍ୟିକ ଏବଂ ଆଉ ଜଣେ ଆମ ସହିତ ଅଛନ୍ତି, ସେ ହେଲେ ବିଶିଷ୍ଟ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଓଝା। ତା ଛଡା ଆଉ ଜଣେ ଯୁବ ସମାଜସେବୀ ମଧ୍ୟ ଅଛନ୍ତି। ତେଣୁ ଆଜି ମଧ୍ୟ ଆମେ ତିନୋଟି ବିଶିଷ୍ଟ ଅଭିନେତା ଏବଂ ନାଟ୍ୟକାରଙ୍କୁ ଆମେ ସମ୍ମାନିତ କରିବୁ, ସମ୍ବର୍ଦ୍ଧିତ କରିବୁ। ପ୍ରତିବର୍ଷ କରାଯାଏ। ଆରୋହଣ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବେ ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ଡକ୍ଟର କିଶୋର ମହାନ୍ତି ଏବଂ
ଆରୋହଣ ନାଟ୍ୟ ପ୍ରତିଭା ସମ୍ମାନ ପାଇବେ ବିଶିଷ୍ଟ ଅଭିନେତା ଏବଂ ଧାରାବାହିକରେ ଅଭିନୟ କରିଥିବା ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଏବଂ ଆରୋହଣ ବହୁମୁଖୀ ସମ୍ମାନ ପ୍ରତିଭା ପାଇବେ ଆମର ଶ୍ରୀଯୁକ୍ତ ମୃଣ୍ମୟ କୁମାର ନନ୍ଦ, ଯିଏକି ଜଣେ କଣ୍ଠଶିଳ୍ପୀ, ଅଭିନେତା, ନିର୍ଦ୍ଦେଶକ ଏବଂ ସାହିତ୍ୟିକ। କୁନି କୁନି କଳାକାରମାନଙ୍କର ଯୋଉ ଲୁକାୟିତ ରହିଥିବା ପ୍ରତିଭା ତାଙ୍କୁ ମଧ୍ୟ କୁନି କୁନି କଳାକାର ପିଲାମାନଙ୍କୁ ଆମେ ସେ ପ୍ରତିଭାକୁ ଆଗକୁ ଆଣିବା ପାଇଁ ଆମେ ପିଲାମାନଙ୍କର ବି ନାଟକ କରିଛୁ। ଯଦିଓ ଏଥରକ ଆମେ ସେ ସୁଯୋଗ ଦେଇ ସେମାନେ ପାଇନାହାନ୍ତି, କିନ୍ତୁ ଆମେ ବହୁତ ଆମର ଏଇ ନାଟକ ଉତ୍ସବରେ ଶିଶୁ ନାଟକ ମାନ ପ୍ରଦର୍ଶନ କରିଛୁ। ଗତ ଥର ଆମର ଶିଶୁମାନଙ୍କ ଦ୍ୱାରା ପ୍ରଦର୍ଶିତ ହେଇଥିଲା ପେଟେଣ୍ଟ ମେଡିସିନ, ଆଉ ମଧ୍ୟ ଗଣେଶ ଜନ୍ମ, କିନ୍ତୁ ବହୁ ନାଟକ ପିଲାମାନଙ୍କ ଦ୍ୱାରା କରାଯାଇଛି, ଯାହାଫଳରେ କି ପିଲାମାନେ ଉତ୍ସାହିତ ହେବେ। ଏବଂ ଆମେ ବିଦ୍ୟାଳୟ ମାନଙ୍କରେ ବି ଯୋଉ ୱାର୍କସପ୍ କରି ପିଲାମାନଙ୍କର ତାଙ୍କର ସ୍କୁଲ ମାନଙ୍କରେ ନାଟକ ପରିବେଷଣ କରୁ। ଦର୍ଶକ ମାନେ ନିଶ୍ଚିତ ଭାବରେ ଭଲ ପାଉଛନ୍ତି। କାଲି ତ ମାନେ ଆମର ଲାବଣ୍ୟବତୀ ହେଇଛି, ପୁରା ଫୁଲ ଥିଲା, ରବୀନ୍ଦ୍ର ମଣ୍ଡପ ପୁରା ଫୁଲ ଥିଲା, ପୁରା ଦର୍ଶକ ଭରପୁର ଥିଲେ। ଏବଂ ଆଜି ମଧ୍ୟ ବି ଆମେ ଆଶା କରୁଛୁ ନିଶ୍ଚିତ ଦର୍ଶକ ମାନେ ଭରପୁର ରହିବେ। ତେଣୁ ଆରୋହଣକୁ ଦର୍ଶକ ମାନେ ନିଶ୍ଚିତ ଭଲ ପାଉଛନ୍ତି ଏବଂ ତାଙ୍କୁ ବି ମୁଁ ଧନ୍ୟବାଦ ଦେବି। ସେମାନେ ଏମିତି ଆରୋହଣକୁ ସବୁବେଳେ ଭଲ ପାଉଥାନ୍ତୁ, ଆରୋହଣ ଏମିତି ଆଗକୁ ଆଗକୁ ବଢିଥାଏ। ଏଇ ନାଟକ ଦ୍ୱାରା ଲୋକମାନଙ୍କୁ ନିଶ୍ଚିତ ଭାବରେ ନାଟକ ହଉଛି ଗୋଟେ ନବରସ ଏବଂ ନାଟକକୁ ଦୃଶ୍ୟ କାବ୍ୟ ବି କୁହାଯାଏ। ଏହା ଦ୍ୱାରା ଲୋକଟି ସବୁ ଜିନିଷ ଆଖିରେ ଦେଖେ ଏବଂ ଶୁଣେ, ଯାହା ଦ୍ୱାରା କି ସେ ତା ଦେହରେ ପରିବର୍ତ୍ତିତ ହୁଏ। ତେଣୁ ନାଟକ ନିଶ୍ଚିତ ଭାବରେ ସମାଜ ସଂସ୍କାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତେଣୁ ମଞ୍ଚ ନାଟକ ନିଶ୍ଚିତ ଭାବରେ ସହଯୋଗ୍ୟ ଏବଂ ନାଟକ ବହୁ ଭାବରେ ହବା ଦରକାର ଏବଂ କେବଳ ସହରରେ ବି ନୁହେଁ, ଗ୍ରାମାଞ୍ଚଳରେ ବି ହବା ଦରକାର। ମାନପତ୍ର ପ୍ରଦାନ କରାଯାଇଛି। ଦର୍ଶକ ମାନଙ୍କୁ ମୁଁ ଅନୁରୋଧ ସେହି କରିବି ସେମାନେ ନାଟକ ଦେଖନ୍ତୁ କଳାଳୟରେ ଏବଂ ନାଟକ ସହିତ ଜଡ଼ିତ ଶେଷ ହୁଅନ୍ତୁ, ହେଇଥିବା ଆମର ଯାହା ଦ୍ୱାରା କି ଲାବଣ୍ୟବତୀ ସେମାନଙ୍କ ପ୍ରତିଯୋଗିତାରେ ଯାଇଥିବା ମଧ୍ୟରେ ପରିବର୍ତ୍ତନ ଆସିବ, ଲାବଣ୍ୟବତୀ ଲୋକମାନଙ୍କ ମଧ୍ୟରେ ଏଥିପାଇଁ ପରିବର୍ତ୍ତନ ତାଙ୍କୁ ଆସିବ, ଦିଆଯାଉଛି ଆମେମାନେ ମଧ୍ୟ ଶିବାନୀ ଉତ୍ସାହିତ ଦାସ। ହବୁ ଏବଂ ଆଉ ଅଧିକ ଅଧିକ ଭଲ ଭଲ ନାଟକ ତାଙ୍କୁ ଆମେ ଆରୋହଣ 34 ବର୍ଷ ଧରି ଆରୋହଣ କରି ଚାଲିଛି। ବହୁତ ଶୀର୍ଷକୁ ଉଠିଗଲାଣି, ବହୁତ ଖ୍ୟାତି ଅନନ୍ୟା ଲାଭ ମହାପାତ୍ର, କରିସାରିଲାଣି। ଯାହାର ଲକ୍ଷ୍ୟ କାଲିର ହଉଛି ଶ୍ରେଷ୍ଠ ସ୍ପେଶାଲ ଅଭିନେତ୍ରୀ ଓଡ଼ିଆ, ଲାବଣ୍ୟବତୀ ଅନନ୍ୟା ମହାପାତ୍ର, ଯୋଉ ନାଟକର ସ୍ପେଶାଲ କ୍ୟାରେକ୍ଟର ଅଛି। ଯେମିତି ମନେ କରନ୍ତୁ ଆମର ପ୍ରାଚୀନ ନାଟକ ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ସୀମା ସାହୁ, କି ତାଙ୍କର ସୀମା ସାହୁ, ନାଟକ ଅଛି ଯୋଉଟା ଲାବଣ୍ୟବତୀ, ଏମିତି ନାଟକ ଗୁଡାକ ସେମାନେ ସ୍ପେଶାଲି କରନ୍ତି। ତାପରେ ଆଧୁନିକ ଶେଷ ନାଟକ ହେଇଛି ଭିତରେ ମନ୍ତ୍ରୀଙ୍କ ସେୟାର ସେ କିଛି ରନ୍ଧନ କରିଥିଲେ, ସମ୍ବାଦ ନାଇଁ ମନ୍ତ୍ରୀଙ୍କ ସେୟାର କରିବେ। କହିବା ପାଇଁ ଆଉ ଗୋଟେ ଆମର ଅଛି ଯେ ଯୋଉଟା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଞ୍ଜନ କୁମାର ସାହୁ, ହନୁମାନ କନ୍ୟା, ତାଙ୍କର ଅନ୍ୟତ୍ର ଆଉ ଗୋଟେ ନାଟକ ଅଛି, ତେଣୁ ସେ ଅନେକ କଥା କରୁଛନ୍ତି। ପଳେଇଗଲେ ବୋଧହୁଏ। ଆଉ ୟାର ନାଟକର ଆମ କର୍ତ୍ତା ହଉଛନ୍ତି ନାଟ୍ୟକାର କନ୍ୟାଙ୍କୁ ଚନ୍ଦନ ଆମର ପୁରସ୍କୃତ କରାଯିବ ଆଉ ଜ୍ୟୋତିର୍ମୟ କନ୍ୟା। ଡାଇରେକ୍ଟର ସାର୍ ହଉଛନ୍ତି ମୁଁ କହିବି ଆମର ପ୍ରଶାନ୍ତ ମେନନ ଏଇ କହିବି, ସେ ରଞ୍ଜନ ମିଶ୍ର ପୁରସ୍କୃତ କରିବେ। ଆଉ ପରିଡ଼ା ପିୟୁଷ ରଞ୍ଜନ ପରିଡ଼ା ସବୁ ଅଛନ୍ତି। ରଞ୍ଜନ ବହୁ ପ୍ରକାର କୋଉଠି ଚାଲିଛି, ମନୋରଞ୍ଜନ ନାହିଁ, ମନୋରଞ୍ଜନ ନାହିଁ ବୋଲି ଲୋକ ବଢିଆ ପିଠା ହଉଛନ୍ତି। କଳାକୁ ନେଇକିରି କି ବଢିଆ ପିଠା ହଉନାହାନ୍ତି। ଆମର ସମାଜରେ ରାଜନୀତିକରଣ ଯୋଗୁ ଏଇ ଯୋଉ ବିମୁକ୍ତିକରଣଟା ହେଇଛି। ପ୍ରତ୍ୟେକ ଜିନିଷର ଦୁଇ ଭାଗ ହେଇଯାଇଛି ରାଜନୀତିର କ୍ଷେତ୍ରରେ। ସାହିତ୍ୟ କୁହନ୍ତୁ, ସଂସ୍କୃତି କୁହନ୍ତୁ, ଏ ରାଜନୀତି ଆଗକୁ ଆସୁଛି। ତେଣୁ ଏରା ବିମୁକ୍ତିକରଣ ହେଇନାହିଁ, ରାଜନୀତିର ବିମୁକ୍ତିକରଣ ହେଇଛି। ଭାଇ ନମସ୍କାର। ମତେ ଗେଷ୍ଟ ଭାବରେ ଏଠି ଡକା ହେଇଛି, ଏଇଟା ମୋର ସୌଭାଗ୍ୟ ଆକ୍ଚୁଆଲି ମୋର ଭଲ ଲୋକଙ୍କ ପାଖରେ ମଞ୍ଚ ସେୟାର କରିବା। ଆରୋହଣ 34 ବର୍ଷର ଗୋଟେ ନାଟ୍ୟ ସଂସ୍ଥା, ଯୋଉଟାକି ମାନେ ସାହିତ୍ୟ କ୍ଷେତ୍ରରେ ବହୁତ ନାଁ କରିସାରିଛି ଅଲରେଡି। ଆଉ ମୁଁ ତାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଦେଖିବାକୁ ଗଲେ ସାହିତ୍ୟର ବିଭିନ୍ନ ବିଭାଗ ଅଛି, କିନ୍ତୁ ନାଟକ ହଉଛି ସହଜରେ ଲୋକଙ୍କୁ
ବାନ୍ଧିପାରେ କାରଣ ସେଟା ଦୃଶ୍ୟ ଆଉ ଶ୍ରାବ୍ୟ ସେଥିପାଇଁ କି ସେଟା ଲୋକମାନେ ଦେଖିବାକୁ ଭଲ ପାଆନ୍ତି କାରଣ ଗାଁ ଆଜିକାଲି ଗାଁ ଗହଳରେ ବହୁତ ଯାତ୍ରା ଚାଲୁଛି କିନ୍ତୁ ନାଟକର ଏତେ ପପୁଲାରିଟି ନାହିଁ ଯୋଉଟା ହବା ଦରକାର ବିନା ମାନେ ଏତେ ତାମଝାମ ନାହିଁ କିନ୍ତୁ ତା ଦେହରେ ଆମର ଗୋଟେ ସୋସିଆଲ ମେସେଜ ଯାଉଛି ତେଣୁ ନାଟକ ଆହୁରି ଉନ୍ନତି କରୁ କାମନା କରୁଛି। ତାକୁ ଲୋକ ରୋଜଗାର ଆଣିବାକୁ ନାଟକ ଲେଖାଯାଉ ଆମର ସାମାଜିକ ମାନେ ସମାଜର ସମସ୍ୟାକୁ ନେଇକି ପିଲାମାନେ ସାମାଜିକ ସମସ୍ୟାକୁ ନେଇକି ନାଟକ ଗୁଡାକ ଲେଖାଯାଉ ଭଲ ଆଉ ତାକୁ ଗାଁ ଗାଁରେ ବି ଲୋକମାନେ ଯେମିତି ଆଗରୁ ଗାଁ ଗାଁରେ ଲୋକମାନେ ନାଟକ କରୁଥିଲେ ଯେ ଯାତ୍ରା ପାର୍ଟି ସେଇଟାକୁ ଆଗରୁ ଗାଁରେ ସବୁ ସେଥିପାଇଁ ବହୁତ କଳାକାର ବାହାରୁଥିଲେ ଗାଁରେ ଆଜିକାଲି ଆଉ କେହି ଯାତ୍ରା ମଞ୍ଚର ଯାତ୍ରାପାର୍ଟି ଡାକି ଯାତ୍ରା ଯୋଉ ଆମର କଳାକାର ମାନଙ୍କର ମୃତ୍ୟୁ ଘଟୁଛି ତେଣୁ ମୁଁ ଚାହୁଁଛି ଗାଁ ଗାଁରେ ପିଲାମାନେ ଏକାଠି ହୁଅନ୍ତୁ ସହଭାଗିତା ସେଟା ଗୋଟେ ଭଲ ବଣ୍ଡିଂ ଆଉ ଗୋଟେ ଗୋଟେ କଳାକାର ଜନ୍ମ ଚାହୁଁଛି ନାଟକର ଆହୁରି